ଏହି ଭିडिଓରେ ଆମେ ବିଦ୍ୟୁତ ସ୍ରୋତର ତାପୀୟ ପ୍ରବାହ ବିଷୟରେ ଆଲୋଚନା କରିବା। ତେବେ ତା ପୂର୍ବରୁ ମୁଁ ତୁମକୁ ଗୋଟେ ପ୍ରଶ୍ନ ପଚାରୁଛି। ତାହା ହେଉଛି ଯେ ତୁମେ ତୁମ ଫୋନ ବ୍ୟତୀତ ଘରେ ବ୍ୟବହାର କରୁଥିବା ସବୁଠାରୁ ସାଧାରଣ ବିଦ୍ୟୁତ ଉପକରଣର ନାମ କହିପାରିବ କି? ବାସ୍ତବରେ ଏହା ହେଉଛି ଏକ ବିଦ୍ୟୁତ ବଲ୍ବ ଏବଂ ଏହି ବିଦ୍ୟୁତ ବଲ୍ବର ଅନେକ ଇତିହାସ ରହିଛି। ଦେଖ, 18ଶ ଶତାବ୍ଦୀର ଶେଷ ଦିନଗୁଡ଼ିକରେ ତୁମେ ଜାଣିଥିବା ଜଣେ ବୈଜ୍ଞାନିକ ହେଉଛନ୍ତି ଥୋମାସ ଆଲଭା ଏଡିସନ୍, ଯିଏକି ଯୋସେଫ ସ୍ୱାନଙ୍କ ଭଳି ବୈଜ୍ଞାନିକମାନଙ୍କର କାମ ଉପରେ ଆଧାର କରି ପ୍ରଥମ ବିଶ୍ୱସନୀୟ ଏବଂ ଦୀର୍ଘସ୍ଥାୟୀ ବିଜୁଳି ବତୀ ତିଆରି କଲେ। ତେବେ ଏଇଠି ପାର୍ଶ୍ୱସ୍ଥ ଚିତ୍ରରେ ତୁମେ ଯେଉଁ ବଲ୍ବଟିକୁ ଦେଖୁଛ, ଏହା ହେଉଛି ଥୋମାସ ଏଡିସନଙ୍କ ଦ୍ୱାରା ସୃଷ୍ଟି ପ୍ରଥମ ବିଜୁଳି ବତୀ ବା ପ୍ରଥମ ବିଦ୍ୟୁତ ବଲ୍ବ। ତେବେ ଏହି ବିଜୁଳି ବତୀର ଉଦ୍ଭାବନ ପୃଥିବୀକୁ ବଦଳି ଦେଇଥିଲା। କିନ୍ତୁ ଏଇଠି ଗୋଟେ ଆଶ୍ଚର୍ଯ୍ୟକର କଥା ଅଛି। ତାହା ପୁଣି କ'ଣ? ତେବେ ଯଦି ତୁମେ ଏହି ବିଜୁଳି ବତୀଟିକୁ ଭଲ ଭାବରେ ଲକ୍ଷ୍ୟ କରିବ, ତାହେଲେ ଲକ୍ଷ୍ୟ କରିବ ଯେ ଏହି ବିଜୁଳି ବତୀରେ ଆଲୋକ ବାହାରୁଥିବା ଏଥିରେ ଥିବା ବିଦ୍ୟୁତ ସ୍ରୋତ ପାଇଁ ହେଉନାହିଁ ବା ଏହି ବିଦ୍ୟୁତ ସ୍ରୋତ ଚମକୁ ନାହିଁ, ଯେ ଉଜ୍ଜଳିତ ହେଉନାହିଁ, ଯେ ଆମକୁ ବିଦ୍ୟୁତ ବଲ୍ବଟି ଜଳିଲା ଭଳିଆ ଦେଖାଯାଉଛି। ଏହା ଏଥିପାଇଁ ହେଉଛି ଯେ ଯେତେବେଳେ ଏହି ଫିଲାମେଣ୍ଟ ମଧ୍ୟ ଦେଇ ବିଦ୍ୟୁତ ସ୍ରୋତ ପ୍ରବାହିତ ହୋଇଥାଏ, ଏହି ଫିଲାମେଣ୍ଟଟି ଉତ୍ତପ୍ତ ହୋଇଯାଏ ଏବଂ ଯଦି ତୁମେ ଏହି ଫିଲାମେଣ୍ଟକୁ ଏକ ଉତ୍ତମ କ୍ୟାମେରା ସାହାଯ୍ୟରେ ଫଟୋଟି ଉଠାଇ ଜୁମ୍ କରିକି ଲକ୍ଷ୍ୟ କରିବ, ତାହେଲେ ତାହା ତୁମକୁ କିଛି ଏହିପରି ଦେଖାଯିବ। ତେବେ ଏଇଠି ଆମେ ଲକ୍ଷ୍ୟ କଲେ ଯେ ଯେତେବେଳେ ଏହି ଫିଲାମେଣ୍ଟ ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଉଛି, ଏହା ତାପ ପାଇବା କ୍ଷଣି ଫିଲାମେଣ୍ଟଟି ଲାଲ ହେଇଯାଉଛି। କ୍ୟାମେରା ସାହାଯ୍ୟରେ ମୁଁ ଗୋଟେ ଫଟୋଟି ଉଠେଇଲି, ତାହେଲେ ମୋତେ କିଛି ଏମିତି ଦେଖାଯାଉଛି। ଏଇ ଜାଗାଟିକୁ ଲକ୍ଷ୍ୟ କର, ଏହା ଆମକୁ ଉତ୍ତପ୍ତ ହୋଇ ନାଲି ବା କମଳା ରଙ୍ଗର ଦେଖାଯାଉଛି। ତେବେ ଏହିପରି ଜିନିଷ ତୁମେ ତୁମ ବାସ୍ତବ ଜୀବନରେ କିମ୍ବା ଟିଭିରେ ମଧ୍ୟ କୌଣସି ଲୁହାକୁ ଗରମ କରିବା ଅବସ୍ଥାରେ ଦେଖିଥିବ, ତାହା କିଛି ଏମିତି ଦେଖାଯାଇଥାଏ। ତେବେ ଠିକ୍ ସେହିପରି ଭାବରେ ଯେତେବେଳେ ଆମେ ଏହି ଫିଲାମେଣ୍ଟ ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ କରିଥାନ୍ତି, ସେତେବେଳେ ତାହା ତାପ ପାଇବା ମାତ୍ରେ ଫିଲାମେଣ୍ଟ ଲାଲ ହେଇଯାଏ ଏବଂ ଆଲୋକ ଉତ୍ପନ୍ନ ହୋଇଥାଏ। ତେବେ ଆମେ କହିପାରିବା ଯେ ବିଦ୍ୟୁତ ବଲ୍ବରୁ ଆସୁଥିବା ଆଲୋକ ବାସ୍ତବରେ ବିଦ୍ୟୁତ ସ୍ରୋତ ତା ପାଇଁ ହେଇନଥାଏ, ବରଂ ଆମେ କହିପାରିବା ଯେ ବିଦ୍ୟୁତ ସ୍ରୋତର ତାପୀୟ ପ୍ରଭାବ ଯୋଗୁଁ ହୋଇଥାଏ। ତାହେଲେ ଚାଲ ଆମେ ଏହାକୁ ଏକ ସରଳ ପରୀକ୍ଷା ମାଧ୍ୟମରେ ବୁଝିବା ପାଇଁ ଚେଷ୍ଟା କରିବା। ତେବେ ଏହି ପରୀକ୍ଷାରେ ଆମେ ବିଦ୍ୟୁତ ସ୍ରୋତର ତାପୀୟ ପ୍ରଭାବର ନିରୀକ୍ଷଣ କରିବା। ଠିକ୍ ଅଛି। ଏଥିପାଇଁ ତୁମକୁ 1.5 ଭୋଲ୍ଟର ଦୁଇଟି ବିଦ୍ୟୁତ ବ୍ୟାଟେରୀ ନେବାକୁ ପଡ଼ିବ। ଏହା ହେଉଛି ବଜାରରେ ମିଳୁଥିବା ସାଧାରଣ ବ୍ୟାଟେରୀ, ଯାହାକି ଆମେ ଘରେ ବିଭିନ୍ନ ଯନ୍ତ୍ରପାତି ଯଥା ରିମୋଟରେ କିମ୍ବା ଘଣ୍ଟାରେ ବ୍ୟବହାର କରିଥାନ୍ତି। ଏମାନେ 1.5 ଭୋଲ୍ଟ ବିଶିଷ୍ଟ ଅଟନ୍ତି। ତେଣୁ ମୁଁ ଦୁଇଟା ବ୍ୟାଟେରୀ ନେଇଛି। ତେବେ ଏହାର ଭୋଲ୍ଟ କେତେ ହେଇଗଲା? 3 ଭୋଲ୍ଟ। ତାପରେ ଆମେ ଏକ ସୁଇଚ୍ ନେବା ଏବଂ ତା ସହିତ ଗୋଟେ ଛୋଟ ବଲ୍ବଟେ ନେବା ଏବଂ ଏହି ସମସ୍ତକୁ ଆମେ ଏକ ପରିପଥ ସହିତ ସଂଯୁକ୍ତ କରିଦେବା। ତେବେ ପରୀକ୍ଷାରେ ଆମେ ପ୍ରଥମେ କ'ଣ କରିବା ନା, ଏଠି ସୁଇଚ୍ଟିକୁ ଅନ୍ କରିବା ପୂର୍ବରୁ ଆମେ ଏହି ବଲ୍ବଟିକୁ ପ୍ରଥମେ ଛୁଇଁକି ଦେଖିବା। ତେବେ ସୁଇଚ୍ଟାକୁ ଆମେ ମୁଦିତ କରିବା ପୂର୍ବରୁ ବିଜୁଳି ବତୀଟିକୁ ସ୍ପର୍ଶ କରିବା। ତେବେ ଆମେ କିଛି ଜିନିଷ ଲକ୍ଷ୍ୟ କରିଥିବା। ତେବେ ଦ୍ୱିତୀୟ ସୋପାନରେ ଆମେ ସୁଇଚ୍ଟିକୁ ମୁଦିତ କରିବା, ସୁଇଚ୍ଟିକୁ ଅନ୍ କରି 1 ମିନିଟ୍ ପର୍ଯ୍ୟନ୍ତ ବଲ୍ବଟାକୁ ଜଳିବା ପାଇଁ ଦେବା। ଦେଲା ପରେ 1 ମିନିଟ୍ ପରେ ପୁନଶ୍ଚ ଆମେ କ'ଣ କରିବା ନା, ସୁଇଚ୍ଟିକୁ ବନ୍ଦ କରିଦେବା ବା ମୁକ୍ତ କରିଦେବା ଏବଂ ପୁଣି ଥରେ ଏହି ବିଜୁଳି ବତୀଟିକୁ ସ୍ପର୍ଶ କରିବା। ଏବେ ଆମେ ଲକ୍ଷ୍ୟ କରିବା ଯେ ଏହି ବଲ୍ବଟି ଆମକୁ ଗରମ ଲାଗୁଛି, କାରଣ ଏହା ହିଁ ହେଉଛି ବିଦ୍ୟୁତ ସ୍ରୋତର ତାପୀୟ ପ୍ରଭାବ। ଯେତେବେଳେ ମୁଁ ସୁଇଚ୍ଟିକୁ ମୁଦିତ କଲି ବା ଅନ୍ କଲି, ଯେତେବେଳେ ତା ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲା, ବିଦ୍ୟୁତ ସ୍ରୋତଟି ଫିଲାମେଣ୍ଟ ମଧ୍ୟରେ ମଧ୍ୟ ଗତି କଲା ଏବଂ ଏହି ଫିଲାମେଣ୍ଟଟି ଉତ୍ତପ୍ତ ହେବାକୁ ଲାଗିଲା। ତେଣୁ ଏହା ଉତ୍ତପ୍ତ ହେବା ଫଳରେ ସମ୍ପୂର୍ଣ୍ଣ ବଲ୍ବଟି ମଧ୍ୟ ଉତ୍ତପ୍ତ ହୋଇଗଲା। ତେବେ ଏହି ସରଳ ପରୀକ୍ଷା ମଧ୍ୟ ସବୁବେଳେ ତୁମ ବୟସ୍କମାନଙ୍କର ନିରୀକ୍ଷଣରେ ହିଁ କରିବା ଉଚିତ ଏବଂ ତା ସହିତ ତୁମେ ଘରେ ବ୍ୟବହୃତ ହେଉଥିବା ବିଦ୍ୟୁତ ବଲ୍ବଗୁଡ଼ିକୁ କେବେ ସିଧାସଳଖ ଭାବେ ଛୁଇଁବ ନାହିଁ, କାରଣ ସେଗୁଡ଼ିକ ଅତି ଉଚ୍ଚ ଭୋଲ୍ଟରେ ଚାଲିଥାଏ ଏବଂ ବହୁତ ଗରମ ହୋଇଯାଏ। ତେବେ ଆମେ ଏହି ପରୀକ୍ଷାଟି କରିକି ଦେଖିଲେ। ତେବେ ଚାଲ ଆଉ ଗୋଟେ ପରୀକ୍ଷା କରି ଆମେ ଲକ୍ଷ୍ୟ କରିବା। ତେବେ ଦ୍ୱିତୀୟ ପରୀକ୍ଷାରେ ଆମେ ଏକ ନିକ୍ରୋମର ତାରକୁ ବ୍ୟବହାର କରିବା। ଏଇଠି ଦେଖ, ଯାହା ଲକ୍ଷ୍ୟ କରୁଛ ଏହା ହେଉଛି ଗୋଟେ ନିକ୍ରୋମର ତାର। ତେବେ ପ୍ରଥମେ ଆମେ କ'ଣ କରିବା? ନିକ୍ରୋମ ତାରକୁ ବ୍ୟବହାର କରି ପରୀକ୍ଷା କରିବା। ତେବେ ଆମେ ଏଇଠି ଲକ୍ଷ୍ୟ କରୁଛନ୍ତି ପ୍ରଥମ ସୋପାନରେ ଆମେ ସୁଇଚ୍ଟି ମୁଦିତ କରିବା ପୂର୍ବରୁ ପରିବାହୀଟିକୁ ସ୍ପର୍ଶ କରିବା, ଏହାକୁ ସ୍ପର୍ଶ କରିବା ଏବଂ ତାପରେ ସୁଇଚ୍ଟିକୁ ମୁଦିତ କରିବା। ସୁଇଚ୍କୁ ମୁଦିତ ବା ଅନ୍ କରି 2 ସେକେଣ୍ଡ ପର୍ଯ୍ୟନ୍ତ ଛାଡ଼ିଦେବା। ଛାଡ଼ିଦେଲା ପରେ ପୁନଶ୍ଚ ସୁଇଚ୍ଟିକୁ ମୁକ୍ତ କରିଦେବା ବା ସୁଇଚ୍ଟିକୁ ଅଫ୍ କରିଦେବା। ଅଫ୍ କରିଦେଇକି ପୁନଶ୍ଚ ଏହି ନିକ୍ରୋମର ତାରଟିକୁ ଆମେ ସ୍ପର୍ଶ କରିବା। ସ୍ପର୍ଶ କରିବା ଫଳରେ ଆମେ କ'ଣ ଲକ୍ଷ୍ୟ କରୁଛନ୍ତି? ଏହା ମଧ୍ୟ ଆମକୁ ଉତ୍ତପ୍ତ ଲାଗିବ, କାରଣ ଏହା ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେବା କାରଣରୁ ଏହା ଉତ୍ତପ୍ତ ହୋଇଗଲା। ତେବେ ଆମେ ଜାଣିଲେ ଯେ ବିଦ୍ୟୁତ ସ୍ରୋତ ଯେତେବେଳେ ପ୍ରବାହିତ ହୋଇଥାଏ, ତାହା ପରିବାହୀଟିକୁ ଉତ୍ତପ୍ତ କରିଥାଏ। ଠିକ୍ ଅଛି। ତେବେ ଏହି ଦୁଇଟି ପରୀକ୍ଷାଟି ତ ଆମେ ଦେଖିଲେ। ତେବେ ବାସ୍ତବରେ କ'ଣ ପାଇଁ ଫିଲାମେଣ୍ଟଟି ଉତ୍ତପ୍ତ ହୋଇ ଆଲୋକ ପ୍ରଦାନ କରେ? ତେବେ ଏହା ବା ତାରରେ ଯେଉଁ ତାପ ସୃଷ୍ଟି ହେଉଛି, ଏହା 3ଟି ଜିନିଷର ପରିମାଣ ଉପରେ ନିର୍ଭର କରେ। ପ୍ରଥମଟି ହେଉଛି ଯେ ଏହି ତାର
को जदि आम लक्ष्य करबा ए तारटी केउ पदार्थरु प्रस्तुत होइछि। द्वितीय ए तारर लंब केते एवं ए तारटी केते पतला बा केते मोटा बा यार मोटेई को आमे देखिया पय पड़िबो। तेणु आमे देखंती जे जेतेबेले आमे घरे जेउ तार गुडी को नै थांती ए तार गुडी को त उत्तप्त होई न थाए। तुमे घरे जो वायरिंग हेताए एथरे आमे कपर तार व्यवहार करंती कारण एगुडी को अत्यंत पतला हेतिबारु एगुडी को उत्तप्त होंती नाही कारण एमाने पतला कारणरु एमानक मध्यरे अति कम वोल्ट रो विद्युत प्रवाहित होइथाय। किंतु तुमे बेले बेले किछि आयरन किंबा वाटर हीटर किंबा एक लैंप एवं हीटर को लक्ष्य करथिबो। एई सबुथरे जो तार कुंडली गुडी को आमे व्यवहार करचंती ए तार कुंडली गुडी को साधारणतः भाबरे मोटा हेताय एवं एथिरे अति उच्च वोल्ट रे विद्युत स्रोत प्रवाहित होताय। सेही कारणरु एगुडी को अत्यंत उत्तप्त होई जाय एवं आलोकित होई उठे। तेबे चलो पुनश्च आमे से बिजुली बत्ती निकट को जिबा। तेबे बिजुली बत्ती रे आमे कोन लक्ष्य करथिले जेतेबेले ए बिजुली बत्तीटी जळी थाए एथिरे अनेक मात्रा रे ताप गुडी को नष्ट होई जायथांती। आमे कहि परिबा जे विद्युत शक्ति ताप आकार नष्ट होई थाए एवं ताहा वास्तव रे ठीक नहे एवं तार विकल्प रे दुईटे जिनिस एबे भी बाजार रे बिक्री हुए। कोन गोटे होची लाइट एमिटिंग डायोड बल्ब जाको हमें एलईडी बल्ब बोली कहिथांती, ठीक अछि। एवं द्वितीयटी होची कॉम्पैक्ट फ्लोरोसेंट लैंप जाको हमें सीएफएल बल्ब बोली कहिथांती। एमाने मध्य समान परिमाणर आलोक हमको प्रदान करथांती विद्युत स्रोत प्रवाहित होबा द्वारा एवं यह बहुत कम ताप को नष्ट करथांती। एवं वर्तमान आमे एलईडी बल्ब को सीएफएल तुलना रे अधिक व्यवहार करछंती कारण ए गुडी को अत्यधिक दिन पर्यंत बा अधिक दिन पर्यंत चलथाय एवं सीएफएल बल्ब तुलना रे कम विद्युत शक्ति को व्यवहार करिथाय। तबे जेतेबेले तुमे विद्युत बल्ब गुडा को किनिबो सेतेबेले सर्वदा ए आईएसआई मार्क को लक्ष्य करिवो। ई आईएसआई स्टैम्प टी हेउची ब्यूरो ऑफ इंडियन स्टैंडर्ड रो गोटे आईएसआई मार्क। जदि आईएसआई मार्क अछि ताहेले एई बल्ब गुडी को सुरक्षित, ठीक अछि। तबे चलो आमे कोन कोन पढिले तार सारांश विषय आलोचना करिबा। तबे प्रथमे आमे देखिले जे विद्युत स्रोत किछि वस्तु रे तापीय प्रभाव सृष्टि करे। द्वितीयतः यार व्यवहार आमे इलेक्ट्रिक आयरन हीटर बिजुली बत्ती परी यंत्र गुडी करे व्यवहार करथांती एवं तापर परिमाण तारर धातु लंब केते मोटे ऊपर निर्भर करे। ता छडा पुराना बिजुली बत्ती गुडी को विद्युत शक्ति को ताप आकार बहुत नष्ट करंती सेति पय आमे सीएफएल बा एलईडी बल्ब को व्यवहार करथांती। ता छडा एलईडी और सीएफएल बल्ब गुडा को आमे कहि परिबे जे शक्ति संचयकारी विकल्प कहार अन्य पुराना 100 वाट बल्ब अपेक्षा। एवं ता छडा आमे कहि परिबे जे जेतेबेले आमे विद्युत स्रोत बा विद्युत सहित किसी व्यवहार करछन्ती सर्वदा सुरक्षा नियम गुडी को पालन करिबा एवं एई कार्यकलाप पई केवल कम वोल्टेज रा सेटअप व्यवहार करिबा, ठीक अछि।